ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି ପୂର୍ତ୍ତ ବିଭାଗ। ଉପଲଡ଼ା ଲିଙ୍ଗିପୁର ଗୋସାଣୀ ରାସ୍ତା ଅବସ୍ଥା ଶୋଚନୀୟ। ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗ ଅନ୍ତର୍ଗତ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଯାତାୟାତ କରୁଥିବା ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବାର ଅଭିଯୋଗ ହୋଇଛି। ବର୍ଷା ଦିନ ପୂର୍ବରୁ ଲୋକେ ରାସ୍ତାଘାଟର ମରାମତି ତଥା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ନିଦା ବିଷ୍ଣୁ ପାଲଟିଥିବା ପୂର୍ତ୍ତ ବିଭାଗ ଲୋକଙ୍କ ସମସ୍ୟାକୁ କର୍ଣ୍ଣପାତ କରିନଥିଲା। ଏବେ ବର୍ଷା ଦିନେ ଖାଲଖମା ରାସ୍ତା ଗୁଡ଼ିକର ଶୋଚନୀୟ ହୋଇ ପଡ଼ିଥିବାର ଲକ୍ଷ୍ୟ କରାଯାଉଛି। ଲୋକେ ବା ପଥଚାରୀ ମାନେ ଏହି ଖାଲଖମା ତଥା କାଦୁଅ ଭରା ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଉପଲଡ଼ା ଲିଙ୍ଗିପୁର ଗୋସାଣୀ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ପୂର୍ତ୍ତ ବିଭାଗ ଚେଇ ଉଠି ପଥର ଗୁଣ୍ଡ ସହ ମେଟାଲ ପକାଇ ଖାଲଖମାକୁ ଭର୍ତ୍ତି କରିଦେଇ ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ପୁଣି ଚେଇ ଶୋଇ ପଡ଼ିଥିବାର ଲକ୍ଷ୍ୟ କରାଯାଇଛି। ଏହି ପଥର ଗୁଣ୍ଡ ଓ ମେଟାଲ ଗୁଡ଼ିକ ବର୍ଷା ହେବା ଫଳରେ ବିକ୍ଷିପ୍ତ ହୋଇ ପଡ଼ି ରହିଛି, ଯାହା ଫଳରେ ଯାତାୟାତ କରୁଥିବା ପଥଚାରୀଙ୍କ ସମେତ ବିଶେଷ କରି 2 ଚକିଆ 3 ଚକିଆ ବ୍ୟବହାରକାରୀ ମାନେ ଖସି ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଉଲ୍ଲେଖିତ ରାସ୍ତା ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବ୍ରିଜ ଉପରେ ଚିକିଟା ମାଟି ପକାଇ ଦେଇଥିବାରୁ ଏଠାରେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବାର ଅଞ୍ଚଳବାସୀ ଜଣାଇଛନ୍ତି। ଦୁର୍ଘଟଣା ଫଳରେ ଲୋକେ ଆହତ ହେବା ସହ ଗାଡ଼ି ମୋଟର ଗୁଡ଼ିକ ଭାଙ୍ଗି ରୁଜି ଯାଉଛି। ଏପରି ଗତ 2 ମାସ ହେଲା ଉପଲଡ଼ା ଲିଙ୍ଗିପୁର ଗୋସାଣୀ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାକୁ ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ଆଗାମୀ 7 ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିବାର ଜଣାଇଛନ୍ତି। इंद्र कुमार मो ना है इंद्र कुमार महाराणा गुडांडी ग्राम ये रोडटार बेसी असुविधा हो पकई 2-3 मास है किए आसुना जाऊना देखा एत असुविधा है। एक्सीडेंट भी हो गाड़ी पड़ी पूरा माड हो समस्त को राति जन को एक्सीडेंट होती भी लिंगपुर रास्ता पूरा खराब अच्छी से आपको अनुरोध कर रास्ता केमी जल्दी ठीक करिए। आउ किए तो आसुना जिते दिन 2 मास 15 दिन ना 2 मास 20 दिन है रास्ता करके पलैगले एमती खाल होती लोक जाई आसी पारना से आपको अनुरोध कर जल्दी यही रास्ता निर्माण करने लिंगपुर रास्ता जीवाटा पूरा खाल ढेप हो पूरा एमती असुविधा अच्छी आउ लोक कहले आश्चर्य हे सेमती अच्छे आप आसिक देखिए माने कहे जे ए रोड कौन अवस्था एमती अच्छी आंध्रा देखो केमी आंध्रा पूरा डाबला होगी केमी बाईपास रोड भाया अच्छी NH5 रोड केमी अच्छी देखो आमर गाँ गंड सब जगह यहीटा नहीं प्रत्येक गाँव में असुविधा अच्छी रोड आपड़ केमी दया कर आसिक ये करूँ ठीक करूँ घर गुरांडी माने प्राय 2 मास है काम है माटी पड़नी किसी ना आंठे लेखा खाल अच्छी काली राति ये खाल जड़े दुर्घटना हो पड़ी आमर ये रास्ता निर्माण विभाग ऑफिसर सब तो एसी रे जाके शोचती ये गाँ गहली कथा से माने कौन जानीपार्छन्ति 2 मास है बहुत थर आम अभियोग करता हो पार नहीं ये रास्ता बहुत असुविधा आगे सब चिप्स उठी सब हैरान हो प्राय 60% लोक 70% लोक बाइक रे यातायात कर रास्ता बोलिकी हैरान हरकत होती आम जनईचु जदि यहाँ सप्ताह भितर न हुए आंदोलन